श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। ओम गणेशाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराण चतुर्थ स्कंदर आज आम पंचदश अध्याय श्रवण करवा। यही अध्याय महाराज पृथुଙ୍କ आविर्भाव और राज्य अभिषेक कथा वर्णना यार प्रथम भाग में पद्यांतरी एवं द्वितीय भाग में यार व्याख्या श्रवण करवा। तेबे आसंतु आरंभ करवा चतुर्थ स्कंध पंचदश अध्याय। बेणबा हुकु विप्रेमंथु जात हो इले तहु पृथु ताहांक अभिषेक कथा 15 अध्याय 12। मैत्रेय उवाच निर्मल देखी बेण अंग पुणिम थिले बाहुजुग नारी पुरुष एक मेळे जन्मिले वेद मंत्र बळे स्त्री पुरुष देह देखी विष्णुर कला उपलकी आनंद मने मुनि गणे भावे कहंती जणे जणे ऋषयौचुहु ऋषयौचु माने ऋषि माने कहउछंती देख ए पुरुष कामिनी अशेष भुवन पालिनी देख ए मिथुन लक्षण प्रत्यक्षे लक्ष्मी नारायण बेणर वंश ए रखिब आनंदे भुवन पालिब प्रथित जस कीर्ति जेणु एहार पृथु नाम तेणु। प्रथित माने प्रसिद्ध बा प्रशंसित एजे सुंदरी शुभ्रदंती मुक्तार प्राय दंतपंती सकल गुणे एभूषित विराज विराजे जेष नेदित रूपे अर्चिला पृथुजेणु एहार अर्ची नाम तेणु ए राजा विष्णु अंशे जात सुगुणे लोके ए विख्यात एबामा जात रमा रूपे जन्म हो इला जन सुखे एहाको राज्ये राजा करी ए नारी राणी रूपे बरी। मैत्रेय उवाच एते भी चारि सुधमने स्तुति करन्ति विप्रजने गंधर्वे गीत नाद कले देवेकु सुम बरसिले आनंदे गीत नाद करी नृत्य करन्ति अपसरी शंख मृदंग तुरी नादे देवे दोवी विष्णुपदे विष्णुपदे मान आकाशरे देवता पितृ ऋषि गणे मिलिले हरषित मने शक्रजे पद्म जोनि तुले देवस मुहे विजय कले देखिले बेण सुत हस्त विष्णुर चक्र चिन्ह युक्त चरणे पंकज लांछन सकले कले अनुमान शक्र माने इंद्र विष्णुर अंश निश्चय जानी बेगे आनिले तीर्थपाणी अभिषेक कर द्रव्य जेते प्रजाए आनी जेझामते समुद्र पर्वत सरित सर्पवी हंग मृगजूथ धरणी आदि पंचभूते जार जेय बाउचिते सकले नाना द्रव्य आणी मुनिया नंदे वेद भणी पृथुको अभिषेक कले मंगल नादे अर्चितुले पृथुकु कले महाराजा शुभे भी राजे महातेजा
କୁବେର ଦେଖି ତୋଷ ମନେ ଦେଲା ସେ ସୁବର୍ଣ୍ଣ ଆସନେ ବରୁଣ ଦେଲା ଛତ୍ର ଆଣି ଟେକନ୍ତେ ବର ସଇ ପ୍ରାଣୀ ଟେକନ୍ତେ ବର ସଇ ପାଣି ସେ ଛତ୍ର ନାମ ଜଳସ୍ରବା ସ୍ୱଭାବେ ଦିଶେ ଶଶୀ ପ୍ରଭା ଚାମର ସମୀରଣ ଦେଲା ଧର୍ମ ଦେବତା କୀର୍ତ୍ତିମାଳା ଇନ୍ଦ୍ର ମୁକୁଟ ଦେଲା ଶିରେ ସମନ ଦଣ୍ଡ ଦେଲା କରେ ବ୍ରହ୍ମକ ବଚ ବ୍ରହ୍ମା ଦେଲେ ଭାରତୀ ହାର ଲମ୍ବାଇଲେ ଗୋବିନ୍ଦ ଚକ୍ର ଦେଲେ କରେ କମଳା ବସେ ତାର ଉରେ ସୁବର୍ଣ୍ଣ ଦଶ ଚନ୍ଦ୍ର ଜ୍ୟୋତେ ରୁଦ୍ରଖ ଡଗ ଦେଲେ ହସ୍ତେ ଅମ୍ବିକା ଦେଲେ ଆଣି ଚର୍ମ ଶତଚନ୍ଦ୍ରରେ ଶୋଭମାନ ଅମୃତମୟ ଅଶ୍ୱାଣୀ ବିମାନ ଅର୍ଥେ ନିଶାମଣି ପୃଥୁଷ ମିପେ ଆଣିଦେଲା ସଙ୍ଗେତା ବିଶ୍ୱକର୍ମା ଥିଲା ବିମାନ ନାନା ରତ୍ନେ ସାଜି ତହିଁ ଯୋ ଚିଲା ସେହି ବାଜି ଅନଳ ଆଣି ଦେଲା ଧନୁ ରଶ୍ମିନା ରାଚ ଦେଲା ଭାନୁ ବେନିପା ଦୁକା ଯୋଗମୟୀ ଚରଣ ତଳେ ଦେଲା ମହି ଆକାଶ ଦେଲା ପୁଷ୍ପମାଳୀ ଆକାଶ ଚର ଗଣେ ମିଳି ନୃତ୍ୟ ଗୀତ ବାଦ୍ୟ ଯେତେ ଯେ ଅନ୍ତର୍ଧାନ ବିଦ୍ୟା ଜୁତେ ମିଳିସ କଳ ମୁନି ଗଣେ ଆଶିଷ ଦେଲେ ଜଣେ ଜଣେ ସମୁଦ୍ର ଶଙ୍ଖ ଦେଲା କରେ ଜେନାଦେ ଦଶ ଦିଗ ପୁରେ ସମୁଦ୍ର ଗିରି ନଦୀ ଯେତେ ବାଟ ଛାଡ଼ିଲେ ତାର ରଥେ ସୁତମା ଗଧ ବନ୍ଧି ମେଳେ ପୃଥୁର ସମୀପେ ମିଳିଲେ ସ୍ତୁତି ଉଦ୍ୟମ ତାଙ୍କ ଜାଣି ମେଘ ଗମ୍ଭୀର ମୃଦୁବାଣୀ ଆନନ୍ଦେ ନିକଟେ ବସାଇ ପୃଥୁକ ହନ୍ତି ଭାବ ବହି ପୃଥୁବାଚ ଆହେ ମା ଗଧ ସୁତେ ଶୁଣ ତୁଚ୍ଛାଭ ବିଶ୍ୱ ସ୍ତୁତି ଭଣ ଲୋକଙ୍କ ମଧ୍ୟରେ ମୋର ଗୁଣ ଅବ୍ୟକ୍ତ ରୂପେ ଅଛି ପୂର୍ଣ୍ଣ ମୋର କର୍ତ୍ତବ୍ୟ କର୍ମ ଯେତେ ତୁମ୍ଭେ କହିବ ଭବିଷ୍ୟତେ ମିଥ୍ୟା ବଚନେ କାର୍ଯ୍ୟ ନାହିଁ ମଧୁର ଭାଷୀ ତୁମ୍ଭେ ହୋଇ ଏବେ ବିଷ୍ଣୁଙ୍କୁ ସ୍ତୁତି କର ଯାହା ଅଟଇ ମୋକ୍ଷଦାର ଏମନ୍ତ ପୃଥୁର ବଚନ ଶୁଣି ସନ୍ତୋଷ ପ୍ରଜାଜନ କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ଚତୁର୍ଥ ସ୍କନ୍ଧେ ବିଷ୍ଣୁବାଣୀ ଶୁଣି ସଂସାରୁତର ପ୍ରାଣୀ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସା ସହିତାୟଂ ଚତୁର୍ଥ ସ୍କନ୍ଧେ ପୃଥୁଚରିतं ନାମ ପଞ୍ଚଦଶ ଅଧ୍ୟାୟ। ବର୍ତ୍ତମାନ ଏହି ଅଧ୍ୟାୟର ଆମେ ବ୍ୟାଖ୍ୟା ଶୁଣିବା। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ତାପରେ ବ୍ରାହ୍ମଣମାନେ ପୁତ୍ରହୀନ ରାଜା ବେଣୁଙ୍କର ଦୁଇ ଭୁଜକୁ ମନ୍ଥନ କଲେ। ସେହି ମନ୍ଥନରୁ ସ୍ତ୍ରୀ ପୁରୁଷ ଯୁଗଳ ଉତ୍ପନ୍ନ ହେଲେ। ବ୍ରହ୍ମବାଦୀ ଋଷିମାନେ ସେହି ଦୁଇ ଜଣଙ୍କୁ ଭଗବାନଙ୍କର ଅଂଶ ବୋଲି ଜାଣି ଅତ୍ୟନ୍ତ ଖୁସି ହେଲେ ଓ କହିଲେ, ଋଷିମାନେ କହିଲେ, ଏହି ପୁରୁଷ ଭଗବାନ ବିଷ୍ଣୁଙ୍କର ବିଶ୍ୱପାଳିନୀ କଳାରୁ ପ୍ରକଟ ହୋଇଛନ୍ତି ଏବଂ ଏହି ସ୍ତ୍ରୀ ସେହି ପରମ ପୁରୁଷଙ୍କର ଅନପାଇନୀ, ମାନେ ଯାହା କେବେ ବି ଅଲଗା ହୁଏ ନାହିଁ, ଅନପାଇନୀ ଶକ୍ତି ଲକ୍ଷ୍ମୀଙ୍କର ଅବତାର। ଏହି ପୁରୁଷ ନିଜ ସୁଯଶ ପ୍ରଥନ ଅର୍ଥାତ୍ ବିସ୍ତାର କରିବେ, ତେଣୁ ଏ ପରମ ଯଶସ୍ୱୀ ପୃଥୁ ନାମକ ସମ୍ରାଟ ହେବେ। ରାଜାମାନଙ୍କ ମଧ୍ୟରେ ଏ ଅଗ୍ରଗଣ୍ୟ ହେବେ। ଏହି ସୁନ୍ଦର ଦନ୍ତବତୀ ଏବଂ ଗୁଣ ଓ ଆଭୂଷଣମାନଙ୍କୁ ମଧ୍ୟ ବିଭୂଷିତ କରୁଥିବା ସୁନ୍ଦରୀ ଏହି ପୃଥୁଙ୍କୁ ହିଁ ନିଜର ସ୍ୱାମୀ ରୂପେ ବରଣ କରିବେ। ଏହାଙ୍କ ନାମ ହେବ ଅର୍ଚି। ସାକ୍ଷାତ ଶ୍ରୀହରିଙ୍କ ଅଂଶ ହିଁ ସଂସାରକୁ ରକ୍ଷା କରିବା ନିମନ୍ତେ ପୃଥୁ ରୂପେ ଅବତୀର୍ଣ୍ଣ ହୋଇଛନ୍ତି।
ଏବଂ ଭଗବାନଙ୍କ ସେବାରେ ରହୁଥିବା ତାହାଙ୍କର ନିତ୍ୟ ସହଚରୀ ଲକ୍ଷ୍ମୀ ଦେବୀ ହିଁ ଅର୍ଚ୍ଚି ରୂପେ ପ୍ରକଟ ହୋଇଛନ୍ତି। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ଏହା ଜାଣି ବ୍ରାହ୍ମଣମାନେ ପୃଥୁଙ୍କୁ ସ୍ତୁତି କଲେ, ଶ୍ରେଷ୍ଠ ଗନ୍ଧର୍ବମାନେ ତାହାଙ୍କର ଗୁଣଗାନ କଲେ, ସିଦ୍ଧମାନେ ପୁଷ୍ପବୃଷ୍ଟି କଲେ ଓ ଅପ୍ସରାମାନେ ନୃତ୍ୟ କଲେ। ଆକାଶରେ ଶଙ୍ଖ, ତୁରୀ, ମୃଦଙ୍ଗ, ଦୁନ୍ଦୁଭି ଆଦି ବାଦ୍ୟ ବାଜି ଉଠିଲା। ସମସ୍ତ ଦେବତା, ଋଷି, ପିତର ନିଜ ନିଜର ଲୋକରୁ ସେନାକୁ ଚାଲି ଆସିଲେ। ଦେବତା ଓ ଦେବେଶ୍ୱରମାନଙ୍କ ସହିତ ଜଗତଗୁରୁ ବ୍ରହ୍ମା ମଧ୍ୟ ଆସିଲେ। ସେମାନେ ବେଣକୁମାର ପୃଥୁଙ୍କର ଡାହାଣ ହାତରେ ଭଗବାନ ବିଷ୍ଣୁଙ୍କର ହସ୍ତରେଖାମାନ ଓ ଉଭୟ ପାଦରେ ପଦ୍ମଚିହ୍ନ ଦେଖି ତାହାଙ୍କୁ ଶ୍ରୀହରିଙ୍କର ହିଁ ଅଂଶ ବୋଲି ବୁଝିଗଲେ। କାରଣ ତାହାଙ୍କ ହାତରେ ଅନ୍ୟ ରେଖାମାନଙ୍କ ଦ୍ୱାରା କାଟି ହୋଇନଥିବା ଚକ୍ର ଚିହ୍ନ ଥାଏ। ସେ ଭଗବାନଙ୍କର ହିଁ ଅଂଶ ହୋଇଥାନ୍ତି। ବେଦବାଦୀ ବ୍ରାହ୍ମଣମାନେ ମହାରାଜ ପୃଥୁଙ୍କ ଅଭିଷେକ ପାଇଁ ଆୟୋଜନ କଲେ। ସମସ୍ତେ ଅଭିଷେକ ସାମଗ୍ରୀ ସଂଗ୍ରହ କରିବାରେ ଲାଗିଗଲେ। ଅଭିଷେକ ଉପଲକ୍ଷେ ନଦୀ, ସମୁଦ୍ର, ପର୍ବତ, ସର୍ପ, ଗୋଜାତି, ପକ୍ଷୀ, ମୃଗ, ସ୍ୱର୍ଗ, ପୃଥିବୀ ତଥା ଅନ୍ୟ ସବୁ ପ୍ରାଣୀମାନେ ମଧ୍ୟ ତାହାଙ୍କୁ ନାନା ପ୍ରକାର ଉପହାର ଅର୍ପଣ କଲେ। ସୁନ୍ଦର ବସ୍ତ୍ର ଓ ଆଭୂଷଣରେ ଅଳଙ୍କୃତ ମହାରାଜ ପୃଥୁଙ୍କର ଯଥାବିଧି ରାଜ୍ୟ ଅଭିଷେକ କରାଗଲା। ସେତେବେଳେ ସେ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ ହୋଇଥିବା ମହାରାଣୀ ଅର୍ଚ୍ଚିଙ୍କ ସହିତ ଦ୍ୱିତୀୟ ଅଗ୍ନିଦେବଙ୍କ ପରି ସୁଶୋଭିତ ହେଲେ। ହେ ବୀର ବିଦୁର, କୁବେର ତାଙ୍କୁ ଅତି ସୁନ୍ଦର ସୁବର୍ଣ୍ଣ ସିଂହାସନଟିଏ ଉପହାର ସ୍ୱରୂପ ଦେଲେ। ବରୁଣ ଦେଲେ ଚନ୍ଦ୍ର ସମାନ ଧବଳ ଓ ଉଜ୍ଜଳ ଛତ୍ର, ସେଥିରୁ ନିରନ୍ତର ଛୋଟ ଛୋଟ ଜଳବିନ୍ଦୁ ଝରୁଥିଲା। ବାୟୁ ଦେଲେ ଚାମର, ଧର୍ମ ଦେଲେ କୀର୍ତ୍ତିମୟୀ ମାଳା, ଇନ୍ଦ୍ର ଦେଲେ ମନୋହର ମୁକୁଟ, ଯମ ଦେଲେ ଦମନ କରିବାକୁ ଦଣ୍ଡ, ବ୍ରହ୍ମା ଦେଲେ ବେଦମୟ କବଚ, ସରସ୍ୱତୀ ଦେଲେ ସୁନ୍ଦର ହାର, ବିଷ୍ଣୁ ଦେଲେ ସୁଦର୍ଶନ ଚକ୍ର, ବିଷ୍ଣୁପ୍ରିୟା ଲକ୍ଷ୍ମୀ ଦେଲେ ଅବିଚଳ ସମ୍ପତ୍ତି, ରୁଦ୍ର ଦେଲେ 10ଟି ଚନ୍ଦ୍ରକାର ଚିହ୍ନରେ ଯୁକ୍ତ ତରବାରୀ, ଅମ୍ବିକା ଦେଲେ ଶତଚନ୍ଦ୍ରାକାର ଚିହ୍ନ ଥିବା ଢାଲ, ଚନ୍ଦ୍ର ଦେଲେ ଅମୃତମୟ ଅଶ୍ୱ, ତ୍ୱଷ୍ଟା ବା ବିଶ୍ୱକର୍ମା ଦେଲେ ସୁନ୍ଦର ରଥ, ଅଗ୍ନି ଦେଲେ ଆଜଗବ ନାମକ ସୁଦୃଢ଼ ଧନୁ, ସୂର୍ଯ୍ୟ ଦେଲେ ତେଜମୟ ବାଣ, ପୃଥିବୀ ଦେଲେ ପାଦରେ ପିନ୍ଧିବା ମାତ୍ରେ ଅଭୀଷ୍ଟ ସ୍ଥାନରେ ନେଇ ପହଞ୍ଚାଇ ଦେଉଥିବା ଯୋଗମୟୀ ପାଦୁକା, ଆକାଶ ଅଭିମାନୀ ଦୌ ଦେବତା ଦେଲେ ନିତ୍ୟ ନୂତନ ପୁଷ୍ପମାଳା, ଆକାଶଚାରୀ ସିନ୍ଧ ଗନ୍ଧର୍ବ ଆଦି ଦେଲେ ନୃତ୍ୟ କରିବା, ଗୀତ ଗାଇବା, ବାଦ୍ୟ ବଜାଇବା ଓ ଅନ୍ତର୍ଧାନ ହୋଇଯିବାର ଶକ୍ତି, ଋଷିମାନେ ଦେଲେ ଅମୋଘ ଆଶୀର୍ବାଦ, ସମୁଦ୍ର ଦେଲେ ତାଙ୍କ ଭିତରେ ଉତ୍ପନ୍ନ ହେଉଥିବା ଶଙ୍ଖ ଏବଂ ସପ୍ତସାଗର ପର୍ବତ ଓ ନଦୀମାନ ଦେଲେ ତାହାଙ୍କ ରଥ ନିମନ୍ତେ ଅବାଧ ମାର୍ଗ। ତାପରେ ସୂତ, ମାଗଧ ଓ ବନ୍ଦୀଜନମାନେ ଆସି ତାହାଙ୍କର ସ୍ତୁତିଗାନ କରିବାକୁ ଉପସ୍ଥିତ ହୋଇଗଲେ। ସେହି ସ୍ତୁତିକାରମାନଙ୍କର ଅଭିପ୍ରାୟ ବୁଝିପାରି ବେଣପୁତ୍ର ପରମ ପ୍ରତାପୀ ମହାରାଜ ପୃଥୁ ହସି ହସି ମେଘ ସମାନ ଗମ୍ଭୀର କଣ୍ଠରେ କହିଲେ। ପୃଥୁ କହିଲେ, ହେ ସୌମ୍ୟ ସୁତ, ମାଗଧ ଓ ବନ୍ଦୀଜନମାନେ, ଏବେ ତ ଇହଲୋକରେ ମୋର କୌଣସି ଗୁଣ ପ୍ରକଟ ହୋଇନାହିଁ। ତେଣୁ ତୁମେମାନେ ମୋର କେଉଁ ଗୁଣର ବା ସ୍ତୁତି କରିବ? ମୋ ବିଷୟରେ ଯାହା କହିବ ବା ଗାଇବ, ତୁମର ସେହି ବାଣୀ ବୃଥା ହେବା ଉଚିତ ନୁହେଁ। ତେଣୁ ମୋତେ ଛାଡ଼ି ଅନ୍ୟ କାହାର ସ୍ତୁତି କର। ହେ ମୃଦୁଭାଷୀଗଣ, ଭବିଷ୍ୟତରେ ଯେତେବେଳେ ମୋ ଭିତରେ ଲୁଚି ରହିଥିବା ଗୁଣ ପ୍ରକଟିତ ହୋଇଯିବ, ସେତେବେଳେ ତୁମେମାନେ ମୋର ସ୍ତୁତି ଯେତେ ପାରିବ ସେତେ ଗାଇବ। ଦେଖ, ଶିଷ୍ଟ ପୁରୁଷମାନେ ପବିତ୍ର କୀର୍ତ୍ତି ଶ୍ରୀହରିଙ୍କ ଗୁଣ ଅନୁବାଦ ଛଡ଼ା ତୁଚ୍ଛ ମନୁଷ୍ୟମାନଙ୍କର ସ୍ତୁତି କରନ୍ତି ନାହିଁ। ବୁଦ୍ଧିମାନ ବ୍ୟକ୍ତି ଯେତେ ଗୁଣ ଧାରଣ କରିବାକୁ ସମର୍ଥ ହୋଇଥିଲେ ମଧ୍ୟ ନିଜଠାରେ ଯେପରି ଗୁଣ ନଥିବା ଅବସ୍ଥାରେ କେବଳ ସେସବୁର ସମ୍ଭାବନା ଅଛି ବୋଲି ଧରିନେଇ ସ୍ତୁତିକାରମାନଙ୍କ ଦ୍ୱାରା ନିଜର ସ୍ତୁତି କରାନ୍ତି ନାହିଁ। ଯଦି ଏ ଅମୁକ ବିଦ୍ୟା ଅଭ୍ୟାସ କରିଥାନ୍ତେ, ତେବେ ଏହାଙ୍କଠାରେ ଅମୁକ ଅମୁକ ଗୁଣ ପ୍ରକଟିତ ହୋଇଥାନ୍ତା। କାହାର ଏଭଳି ସ୍ତୁତି କରିବା ଯାହା ସେହି ଲୋକକୁ ଠକିବା ତାହା। ନିଜର ସେଭଳି ସ୍ତୁତି କରାଉଥିବା ମୂର୍ଖ ବୁଝିପାରେ ନାହିଁ ଯେ ସେପରି ସ୍ତୁତି କରି ବାସ୍ତବରେ ତାକୁ ଉପହାସ ହିଁ କରାଯାଉଛି। ଲଜ୍ଜାଶୀଳ ଉଦାର ପୁରୁଷମାନେ ଯେପରି ନିଜର କୌଣସି ନିନ୍ଦିତ କର୍ମର ଚର୍ଚ୍ଚା କରାଯିବାକୁ ଭଲ ପାଆନ୍ତି ନାହିଁ, ଲୋକବିଖ୍ୟାତ ସମର୍ଥ ପୁରୁଷମାନେ ସେହିପରି ନିଜର ସ୍ତୁତିକୁ
भी निंदा बोली ही भावती। हे सुतगण, ए पर्यंत मु मोर कौनसी भल कर्म द्वारा जगत में प्रसिद्ध होई नहीं कि मोर प्रशंसा कराजिबा भली कौनसी भल काम मु करि नहीं। तेणु पिलांक भली मु तुममानकर द्वारा निजर स्तुतिगान कराइबी बा किपरि। एइथिला ए अध्यायर सुंदर व्याख्या। प्रकृत में आज मनीष माने निजर प्रशंसा निज मुहरे शुणा भल पाती एवं निजर प्रशंसा अर्थ दे अन्य मानक द्वारा स्तुतिगान करने को मनुष्य भल पाए। यार अर्थ प्रशंसा पाइबार अर्थ निजर पतन को टाणी आनिबा। ए पृथुंकर यही उपाख्यानटी एक सुंदर उपदेश आज अध्याय आम श्रवण करें। धारावाहिक भाव में भागवत महापुराण श्रवण करने चैनल टी को सब्सक्राइब करंतु एवं प्रत्येक अध्याय धारावाहिक भाव में शुणु। यह अध्याय शुणिथार भगवान आपणकर मंगल करंतु। जय जगन्नाथ, जय जगन्नाथ, जय जगन्नाथ।